नमस्कार जुहार मु गगन कुमार आपण को स्वागत जनाऊँगी जनता एक्सप्रेस आज खबर नुआपड़ा जिला बडन ब्लॉक अंतर्गत तीर्थक्षेत्र पाताला गंगारे बैशाखी मेला महासमारोह पालित होईछि। पड़ोशी छत्तीसगढ़ नवरंगपुर कलाहांडी बलांगीर बरगढ़ नुआपड़ा जिलार हजार हजार भक्तों समागम लगी रही। ଏହି ଉପଲକ୍ଷେ ରାଧାକୃଷ୍ଣ ମନ୍ଦିରରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଛି। ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଭୋଜନ ପିଇବା ପାଣିର ବ୍ୟବସ୍ଥା ମଧ୍ୟ କରାଯାଇଛି। ଲୋକଙ୍କର ବିଶ୍ୱାସ ଅଛି ତ୍ରେତୟା ଯୁଗରେ ପିତୃସତ୍ୟ ପାଳନ ପାଇଁ ଶ୍ରୀରାମ ଲକ୍ଷ୍ମଣ ଦେବୀ ସୀତା ବନବାସ କରିଥିଲେ ଏବଂ ସେହି ବନବାସ ସମୟରେ ଘଞ୍ଚ ଜଙ୍ଗଲରେ ବୁଲୁଥିବା ବେଳେ ଦେବୀ ସୀତାଙ୍କୁ ପ୍ରବଳ ଶୋଷ ହୋଇଥିଲା। ରାମ ଲକ୍ଷ୍ମଣ ଘଞ୍ଚ ଜଙ୍ଗଲରେ ପାଣି ଖୋଜିଲେ ହେଲେ ପାଣିର ସନ୍ଧାନ ମିଳିଲା ନାହିଁ। ତେଣୁ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଆଦେଶରେ ଲକ୍ଷ୍ମଣ ପାତାଳକୁ ସର ମାରି ଗଙ୍ଗାକୁ ଆଣିଥିଲେ। ଗଙ୍ଗା ସୃଷ୍ଟି ହେବା ପରେ ସେଥିରୁ ପାଣି ପିଇ ନିଜ ଶୋଷ ମେଣ୍ଟାଇଥିଲେ ଦେବୀ ସୀତା। ସେଦିନ ଥିଲା ବୈଶାଖ ପୂର୍ଣ୍ଣିମା। ବଣର ବୁଲି ବୁଲି ଶୋଷ ହେବାଠାରୁ ଏଉଠୁ ପାଣି ପିଇଥିଲେ ମା ସୀତା। ତେଣୁ ବିଶ୍ୱାସ ରହିଛି ବୈଶାଖ ପୂର୍ଣ୍ଣିମାରେ ପାତାଳରୁ ଗଙ୍ଗା ମାତାଙ୍କ ଆବିର୍ଭାବ ହୋଇଥିଲା। ତେଣୁ ଏହି ପୁଣ୍ୟ ଦିନରେ ବୁଡ଼ ପକାଇବାକୁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗେ। କାରଣ ବିଶ୍ୱାସ ରହିଛି ଏଠି ବୁଡ଼ ପକାଇଲେ ଚର୍ମ ରୋଗ ମଧ୍ୟ ହୁଏ ନାହିଁ। ଏହି ପାତାଳ ଗଙ୍ଗାର ପ୍ରବେଶ ଦ୍ୱାରରେ ମା ଦ୍ୱାରଶନୀ, ମା ଦୁର୍ଗା ମନ୍ଦିର, ଗାୟତ୍ରୀ ମନ୍ଦିର ତଥା ଅନେକ ମନ୍ଦିର ରହିଛି। ସମସ୍ତ ଶ୍ରଦ୍ଧାଳୁମାନେ ପାତାଳ ଗଙ୍ଗାରେ ଗାଧୋଇ ପୂଜାର୍ଚ୍ଚନା କରୁଛନ୍ତି। ସେହିପରି ଭାବରେ ଖଡ଼ିଆଲ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ, ଉପଖଣ୍ଡ ଆରକ୍ଷୀ ଅଧ୍ୟକ୍ଷ ମାର୍ସିରାଣୀ ପୂର୍ତ୍ତିଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଅଭିଯୋଗକାରୀଙ୍କ ପାଇଁ ସ୍ୱତନ୍ତ୍ର ବସିବା ଜାଗା, ଛାୟା, ପିଇବା ପାଣିର ସୁବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଆଜି ଶିବିରରେ ବିଭିନ୍ନ ଅଭିଯୋଗର ଶୁଣାଣି ଜିଲ୍ଲା ପ୍ରଶାସନ କରିଛି। ଏହିସବୁ ଅଭିଯୋଗରେ ଅତିଶୀଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲା ପ୍ରଶାସନ ତାଗିଦ କରିଛି। ଆଜିର ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ, ଏସ୍ଡିପିଓଙ୍କ ସହିତ ବନଖଣ୍ଡ ଅଧିକାରୀ ଖରିଆର ଅଜିଜ ଖାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଗୁରୁପ୍ରସାଦ ଜେନା, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଶିବିର ପରିଚାଳନାରେ ଡେପୁଟି କଲେକ୍ଟର ଶେଖ ନସିମ, ବିଡିଓ ନରସିଂହ ଗଡ଼ବା, ଅତିରିକ୍ତ ତହସିଲଦାର ତ୍ରିଲୋଚନ ନାୟକ, ଇଞ୍ଜିନିୟର ଖରିଆର, ଏନ୍ଏସି ସ୍ୱାଧୀନ ମହାରଣା ପ୍ରମୁଖ ସହଯୋଗ କରିଥିଲେ। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।